ନିଜର ସମସ୍ୟା ଯୋଗୁଁ ସେ ଅଟକେଇଛନ୍ତି। ମୁଁ ଭାବୁଛି ସେ ସମସ୍ୟାର ସମାଧାନ ହେଲେ ହବ। ସେଠି ଆମର ତାଙ୍କର ବିବାଦ ଯୋଗୁଁ ନୁହେଁ ବା ଓଡିଶାକୁ ଆସିବାକୁ ଚାହୁଁନାହାନ୍ତି ଏକଥା ବି ନୁହେଁ। କଥା ହଉଛି ପଶ୍ଚିମବଙ୍ଗର ନିଜ ପରିସ୍ଥିତି ଯୋଗୁଁ ତାଙ୍କର ଗୋଟେ କ୍ରାଇସିସ୍ ଦେଖାଦେଇଛି, ସେଇଥିପାଇଁ ବନ୍ଦ କରାହେଇଛି। କିନ୍ତୁ ଆଳୁର ମଧ୍ୟ ଏଠି ପଶ୍ଚିମବଙ୍ଗରେ ଏ ବର୍ଷ ମଧ୍ୟ ପ୍ରଡକ୍ସନ ଗତ ବର୍ଷ ତୁଳନାରେ କମ ହେଇଛି। ସେ ପଶ୍ଚିମବଙ୍ଗ ମାର୍କେଟ ଦେଖୁଛନ୍ତି, ତେଣୁ ସେ ସରକାରଙ୍କ ତରଫରୁ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଅସୁବିଧା ହେଇଛି। ମୁଁ ଭାବୁଛି ତାର ସମାଧାନ ହେଇଯିବ। କିନ୍ତୁ ମମତା ବାନାର୍ଜୀ ଯଦି ତାଙ୍କର ଗୋଟେ ଫ୍ରେଣ୍ଡଲି ପାର୍ଟି ଯଦି କ୍ଷମତାରେ ଥାନ୍ତା, ଓଡ଼ିଶାରେ ଇଣ୍ଡିଆ ମେଣ୍ଟ ଯଦି କ୍ଷମତାରେ ଥାନ୍ତା, ସେ କ'ଣ ଏମିତି ଆଳୁ ବନ୍ଦ କରିଥାନ୍ତେ ବୋଲି ଆପଣ ଭାବୁଛନ୍ତି? ନାଇଁ, ସେ ଟିକେ ନିଶ୍ଚିତ ଭାବରେ ପରିସ୍ଥିତି ଭିନ୍ନ ହୁଅନ୍ତା ଟିକେ ନିଶ୍ଚିତ ଭାବରେ। କାରଣ ଯଦି ଇଣ୍ଡିଆ ମେଣ୍ଟର କୌଣସି ଗୋଷ୍ଠୀ ଥାନ୍ତେ ଏଠି ଓଡ଼ିଶା ସରକାରରେ, ତାହେଲେ ମମତା ବାନାର୍ଜୀ ବର୍ତ୍ତମାନ ଟିକେ ମାନସିକତା ଅନ୍ୟ ପ୍ରକାର ହୁଅନ୍ତା। କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁକା ତାଙ୍କ ନିଜ ରାଜ୍ୟର ପରିସ୍ଥିତି ସମ୍ଭାଳିବା ପାଇଁକା ସେ କଥା କରିଛନ୍ତି। ମୁଁ ଭାବୁଛି ସେଠିକାର ବ୍ୟବସାୟୀ ମାନେ ବି ଚାହୁଁଛନ୍ତି ଆସିବା ପାଇଁ, ଇଏ କରିବା ପାଇଁ। ମୁଁ ଭାବୁଛି ତାଙ୍କର ସମାଧାନ ହେଇଗଲେ ଏ ସମାଧାନ ହବ। ଯଦି ଓଡ଼ିଶାରେ ଯେମିତି କହିଲେ ବିଜେପି ସରକାର, ସେ ତାଙ୍କର ସିଧାସଳଖ ତାଙ୍କ ସହିତ ସମ୍ପର୍କ ନାହିଁ। ଯେମିତି ଅନେକ କହୁଛନ୍ତି କାହିଁ ନବୀନ ପଟ୍ଟନାୟକ ଲେଖିଲେ, ନବୀନ ପଟ୍ଟନାୟକ ଲେଖିବା ପରେ ଭଲ ହେଲା, କିନ୍ତୁ କ୍ଷତି ନାହିଁ। ମୁଁ ଜାଣିବା ପାଇଁ ଚାହିଁବି ନବୀନ ବାବୁଙ୍କ ଚିଠିରେ କିଛି ପ୍ରଭାବ ସୃଷ୍ଟି ହେଲା କି ବାବୁ? ନାଇଁ, ବର୍ତ୍ତମାନ ତ ହେଇନି। କିନ୍ତୁ ନବୀନ ପଟ୍ଟନାୟକଙ୍କର ନିଶ୍ଚିତ ଭାବରେ ମମତା ବାନାର୍ଜୀଙ୍କ ସାଙ୍ଗରେ ଗୋଟେ ବେଟର ରିଲେସନ ଅଛି। ଯଦିଓ ମମତା ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଆଚରଣରେ ଆଦୌ ସନ୍ତୁଷ୍ଟ ନଥିଲେ, ଆପଣ ଜାଣିଛନ୍ତି ପଲିଟିକାଲ ଆଚରଣରେ। ଏକଥା ମଧ୍ୟ ତାଙ୍କର ଡେରିକ ବେଳାଇ ମତେ ବହୁତ ସମୟରେ କହିଛନ୍ତି। ସେ ସେଲଫିସ୍ ଲୋକ ନବୀନ ପଟ୍ଟନାୟକ। ସିଏ ଅତୀତରେ ସେ ଆସିଛନ୍ତି ଓଡ଼ିଶାକୁ, ତାପରେ କଥାବାର୍ତ୍ତା କରିଛନ୍ତି। ଇଏ କୌଣସି ତାଙ୍କ ସହିତ ଆଗ୍ରହ ପ୍ରକାଶ କରିନାହାନ୍ତି। କିନ୍ତୁ ଗୋଟିଏ କଥା କହିଛି, ପଶ୍ଚିମବଙ୍ଗ ସରକାରଙ୍କୁ ପୁରୀରେ ଯୋଉ ଜମି ଦେବା କଥା ଆପଣ ଜାଣିଛନ୍ତି। କିନ୍ତୁ ତାର ସେଇ ଗୋଟିଏ ବ୍ୟତୀତ ମୁଁ ଭାବୁଛି ବହୁତ ଜୋର ସମ୍ପର୍କ ପାଇଁ ସେ ଯୋଉ ପ୍ରକାର ଚାହିଁଥିଲେ ନବୀନ ପଟ୍ଟନାୟକ ସେ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହିଁଲେ ନାହିଁ। କାରଣ ନବୀନ ପଟ୍ଟନାୟକ ସେତେବେଳେ ବିଜେପିର କେନ୍ଦ୍ରୀୟ ସରକାର ସହିତ ବନ୍ଧୁତା ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ବିଜେପିର ମମତା ବାନାର୍ଜୀଙ୍କ ସହିତ ସମ୍ପର୍କ ଆପଣ ଜାଣିଛନ୍ତି ଅତ୍ୟନ୍ତ ତିକ୍ତ।